ଜଗନ୍ନାଥ ବନ୍ଧୁଗଣ ଶନିଦେବ ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶନି ମୋକ୍ଷ ଦେଉଥିବା ଏକମାତ୍ର ଗ୍ରହ ଅଟନ୍ତି, ଯାହାଙ୍କୁ ନ୍ୟାୟପ୍ରିୟ ଓ ନ୍ୟାୟାଧୀଶ ଉପାଧି ମଧ୍ୟ ଦିଆଯାଇଛି। ଭଗବାନ ଶନି ପ୍ରତ୍ୟେକ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି। ଯେଉଁ ବ୍ୟକ୍ତି ଅନେକ କାମ କରିଥାନ୍ତି ସେମାନଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି। ବୈଦିକ ଜ୍ୟୋତିଷରେ ଭଗବାନ ଶନିଙ୍କ ଗୋଚରର ବିଶେଷ ମହତ୍ତ୍ୱ ରହିଛି। ଗ୍ରହମାନଙ୍କର ଗୋଚର କାରଣରୁ ମନୁଷ୍ୟ ଜୀବନରେ ପରିବର୍ତ୍ତନ ହୋଇଥାଏ। ତେବେ ଆଜି ରାତିଠାରୁ ଏହି ରାଶିମାନଙ୍କ ଉପରେ ଶନିଦେବ କୃପା ବର୍ଷାଇବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ। ବନ୍ଧୁଗଣ, ପ୍ରଥମଟି ବୃଷ ରାଶି। ଆସନ୍ତା 5 ବର୍ଷ ମଧ୍ୟରେ ଭଗବାନ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନତା ହେବା କାରଣରୁ ଆପଣଙ୍କୁ ଆର୍ଥିକ ଲାଭର ବହୁତ ଅବସର ପ୍ରାପ୍ତ ହେବ। ନୂଆ ଯାନବାହନର କ୍ରୟ କରିପାରନ୍ତି। ବନ୍ଧୁଗଣ, ଆପଣଙ୍କ ଜୀବନରେ ଧନ ଜନିତ ସବୁ ସମସ୍ୟା ଦୂର ହେବ। ଯେଉଁମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ। ବନ୍ଧୁଗଣ, ଦ୍ୱିତୀୟଟି ଧନୁରାଶି। ଆପଣଙ୍କ ଉପରେ ପ୍ରଭୁ ଶନିଦେବଙ୍କ ବିଶେଷ କୃପାରୁ ଦୃଷ୍ଟି ରହିବ, ଯେଉଁ କାରଣରୁ ଆପଣଙ୍କୁ ବିଶେଷ ଲାଭ ମିଳିବ। ଆପଣଙ୍କୁ ନିଜ ଜୀବନରେ ଅନେକ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କୁ ଆଗାମୀ ସମୟରେ ବହୁତ ଭଲ ସଫଳତା ମିଳିବ। ପ୍ରତିଯୋଗିତାରେ ମଧ୍ୟ ଭଲ ସଫଳତା ମିଳିବ। ଏହା ସହ ଆପଣଙ୍କ ମନ ପାଠପଢ଼ାରେ ଲାଗି ରହିବ। କାର୍ଯ୍ୟକ୍ଷେତ୍ରରେ ଖୁବ୍ ଖୁସି ଖବର ମିଳିପାରେ। ଅଚାନକ ଗୁପ୍ତ ଧନ ମିଳିବା ସହ ଲଟେରୀ ଲାଗିପାରେ। ବନ୍ଧୁଗଣ, ତୁଳା ରାଶି। ଆପଣଙ୍କ ଉପରେ ଆଜିଠାରୁ ପ୍ରଭୁ ଶନିଦେବଙ୍କ ବିଶେଷ କୃପା ରହିବାକୁ ଯାଉଛି, ଯେଉଁ କାରଣରୁ ବିଦେଶ ଯାତ୍ରା କରିବାର ଅବସର ମିଳିବ। କୋର୍ଟ କଚେରୀରେ ନିଷ୍ପତ୍ତି ଆପଣଙ୍କ ପାଖରେ ରହିବେ। ଅଚାନକ ଧନଲାଭର ସମ୍ଭାବନା ରହିଛି। ଆପଣଙ୍କୁ ମାନସମ୍ମାନ ମିଳିବ। ଆର୍ଥିକ ଅବସ୍ଥା ବଦଳିଯିବ। ଘରେ ପରିବାରରେ ଆନନ୍ଦର ବାତାବରଣ ରହିବ। ବନ୍ଧୁଗଣ, ସିଂହ ରାଶି। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି। ଆପଣଙ୍କର ଯାହା ବି ଦୁଃଖ କଷ୍ଟ ପୂର୍ବରୁ ଥିଲା ତାହା ପ୍ରଭୁ ଶନିଦେବ ଦୂର କରିବେ। ଧନ ମାମଲାରେ ବହୁତ ଭଲ ଲାଭ ମିଳିବ। ଆପଣଙ୍କର ସବୁ ସମସ୍ୟା ଦୂର ହେବ। ନିଜ ଜୀବନରେ ଯାହା ସବୁ କାର୍ଯ୍ୟ ଅନ୍ୟମାନଙ୍କର ଭଲ ପାଇଁ କରିବେ, ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ। ଆକସ୍ମିକ ଧନ ଲାଭ ହୋଇପାରେ। ବନ୍ଧୁଗଣ, କୁମ୍ଭ ରାଶି। ଆପଣଙ୍କ ଉପରେ ଶନିଦେବ ଅତ୍ୟଧିକ ଦୟାବାନ। ଶନିଦେବ ଅତ୍ୟଧିକ ଦୟାବାନ ହେବାକୁ ଯାଉଛି। ଅତୀତରେ ଯାହା ବି ସମସ୍ୟା ରହିଥିଲା ତାହା ଦୂର ହେବ। ଆପଣ ନିଜ ପରିବାର ସହ
ଭଲ ସମୟ ବ୍ୟତୀତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବେପାର ପ୍ରାପ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଆଉ ଆମ ମେମ୍ବରରେ ଜଏନ୍ କରନ୍ତୁ। ଜୟ ଜଗନ୍ନାଥ, ଧନ୍ୟବାଦ।